आपण ना ମୋ ନାମ ଦିବ୍ୟାଂଶୁ ପଣ୍ଡା। कौन श्रेणी पढ़ुंट आप ନବମ ଶ୍ରେଣୀ। कौन प्रोजेक्ट नहीं कि आसुँच आप ୱାଟର ଆଲାର୍ମ। तार कामटा कौन आज्ञा ଯେତେବେଳେ ଆମେ ମାନେ ପାଣି ଟାଙ୍କିରୁ ଓଭରଫ୍ଲୋ ହେଉଛି ପାଣି ଗୁଡ଼ାକ, ତ ସେ ପାଣି ଗୁଡ଼ାକ ନଷ୍ଟ ହୋଇଯାଉଛି ନା, ତ ସେ ପାଣିକୁ ରକ୍ଷା କରିବା ପାଇଁ ମୁଁ ପ୍ରୋଜେକ୍ଟଟି ଆଣିଛି। ଯେମିତି ଦେଖନ୍ତୁ, ଆମେ ଭୂଭାଗର 100 ଭାଗରୁ 71 ଭାଗ ହେଉଛି ଜଳ ଭାଗ ଓ 29 ଭାଗ ହେଉଛି ସ୍ଥଳ ଭାଗ। 71 ଭାଗ ମଧ୍ୟରୁ 71 ଭାଗ ଯଦି ଆମେ 100 ଭାଗ ଧରିବା, 100 ଭାଗରୁ 98 ଭାଗ ହେଉଛି ଲୁଣି ଜଳ, ଯାହା ହେଉଛି ଆମ ବ୍ୟବହାର ଉପଯୋଗୀ ନୁହେଁ, ଓ ତା ମଧ୍ୟରୁ 2%ରୁ 0.02 ଜଳ ଆମର ବ୍ୟବହାର ଉପଯୋଗୀ ହୋଇପାରିଛି, ଯାହାକି ଆମର ବାୟୁମଣ୍ଡଳରେ ଅଛି ଓ ଭୂତଳରେ ମଧ୍ୟ ଅଛି। ଆଉ 1.98 ଜଳ ଆଣ୍ଟାର୍କଟିକା ଓ ପର୍ବତ ଶିଖରରେ ବରଫାକୃତି ହୋଇ ରହିଅଛି। ତ ଆମେ ଜଳକୁ ନଷ୍ଟ ନ କଲେ ଭଲ ହେବ। ଏହି ପ୍ରୋଜେକ୍ଟ କରିବା ପାଇଁ ମୁଁ କିଛି ଲୋକଙ୍କର ସହାୟତା ନେଇଛି, ଯେମିତିକି ଟ୍ୟୁସନ୍ ଟିଚର, ମୋ ଘରେ ଥିବା ବାପା ମା ଆଦି। ଆଉ ଏହି ପ୍ରୋଜେକ୍ଟଟିର ବ୍ୟବହାର ହେଉଛି, ପ୍ରଥମେ ଆମେ ବଜରରୁ ସୁଇଚ୍କୁ କନେକ୍ସନ୍ ଦେବା ଓ ବଜରରୁ ଆମେ ବ୍ୟାଟେରୀକୁ କନେକ୍ସନ୍ ଦେବା। ବ୍ୟାଟେରୀ ଯେତେବେଳେ ଆମେ ପାଣି ଟାଙ୍କିକୁ ଆସିବ ସେଇଟା ନେଗେଟିଭ୍ରେ ଆସିବ, ଆଉ ସୁଇଚ୍ରୁ ଯେତେବେଳେ କନେକ୍ସନ୍ ପାଣି ଟାଙ୍କିକୁ ଯିବ ଏଇଟା ପଜିଟିଭ୍ରେ ଯିବ। ତେବେ ଆମେ ପଜିଟିଭ୍ ନେଗେଟିଭ୍ ମିଶ୍ରିତ ହେଲେ ପାଣି ଟାଙ୍କିଟି ପୂର୍ଣ୍ଣ ହୋଇଯିବ ମାତ୍ରେ ବଜରଟି ବାଜି ଉଠିବ, କାହିଁକିନା ଜଳ ହେଉଛି ବିଦ୍ୟୁତ୍ ସୁପରିବାହୀ ଅଟେ। ତେଣୁ ବଜରଟି ବାଜି ଉଠିବ, ସେତେବେଳେ ଆମେ ବଜର ଆବାଜକୁ ଶୁଣି ମୋଟର ସୁଇଚ୍କୁ ବନ୍ଦ କରିପାରିବା। तो ना कौन कौन सेंटर पढ़ुच कौन प्रोजेक्ट नहीं कि आसुच तार कामटा कौन तुम ना बाबू कौन सेंटर पढ़ुच प्रोजेक्ट कौन नहीं कि आसुँच आप तार कामटा कौन तो ना झील कौ सेंटर पढ़ुच कौन प्रोजेक्ट नहीं कि आसुच कौन कौन औषधीय वृक्ष रही कौन काम अच्छी तार झील आपण ना कौन सेंटर पढ़ुच कौन आनीच प्रोजेक्ट बेल गछर गुण कौन आपण ना दे श्रीमती अमिता साहू विद्यालय वार्षिक विज्ञान मेला दायित्व रही आम विद्यालय वार्षिक ज्ञान विज्ञान मेला चलती केवल जो प्रकल्प जानी सहित किसी प्रश्न मंच पत्रवाचन आ प्रयोग प्रतियोगिता होती पिला सिलेक्शन होती संश्लिष्ट देवाई प्रकल्प मोट पूरा आम 90टी आसी स्वतंत्र वर्ग जोटा कि प्रथम तृतीय श्रेणी पर्यंत शिशु वर्ग चतुर्थ और पंचम श्रेणी भाई भाई मैंने भाग नहीं षष्ठ सप्तम अष्टम श्रेणी जो भाई भाई भाग अच्छे से बाल वर्ग किशोर वर्ग नवम दशम एमती 4टी वर्ग विभक्त कराई मोट प्रथम श्रेणी रु 10म श्रेणी पिला 90 जन प्रकल्प धरी आसछन्ति ताको किछि विज्ञान प्रकल्प
ଅଛି, ଗଣିତ ପ୍ରକଳ୍ପ ମଧ୍ୟ ଅଛି। ଯେଉଁମାନେ ଏଠୁ ପ୍ରଥମ ସ୍ଥାନରେ ଉତ୍ତୀର୍ଣ୍ଣ ହେବେ ସେମାନେ ଆମର ତା ପରବର୍ତ୍ତୀ ଯେଉଁ କାର୍ଯ୍ୟକ୍ରମ ଅଛି ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା, ସେଥିପାଇଁ ସେମାନେ ମନୋନୀତ ହେବେ। ତାପରେ ସେମାନେ ସେଇଠିକି ହିଁ ଯିବେ। ଆପଣଙ୍କ ପରିଚୟ ସାର୍? ମୁଁ ଶ୍ରୀ ରବୀନ୍ଦ୍ର କୁମାର ବେହେରା, ପ୍ରଧାନାଚାର୍ଯ୍ୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବାଜେପୁର। ଆଜି ଯେ ବିଜ୍ଞାନ ମେଳା ଅନୁଷ୍ଠିତ ହେଉଛି, କେତେ ଜଣ ଛାତ୍ରଛାତ୍ରୀ ମାନେ ପ୍ରୋଜେକ୍ଟ ନେଇ କେତେଟା ନେଇକି ଆସୁଛନ୍ତି? ଆମର 3ଟି ବର୍ଗ ଅଛି, ଶିଶୁ ବର୍ଗ, ବାଳ ବର୍ଗ, କିଶୋର ବର୍ଗ। ଶିଶୁ ବର୍ଗରେ 30ଟି ପ୍ରୋଜେକ୍ଟ ଆସିଛି ଏବଂ ବାଳ ବର୍ଗରେ ମଧ୍ୟ 40ଟି ପ୍ରୋଜେକ୍ଟ ଆସିଛି ଏବଂ କିଶୋର ବର୍ଗରେ 20ଟି ପ୍ରୋଜେକ୍ଟ, ଏମିତି 90ଟି ପ୍ରୋଜେକ୍ଟ ଆସିଛି। କେତେ ଜଣ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି? ପ୍ରୋଜେକ୍ଟରେ 90 ଜଣ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି ଏବଂ ପୂର୍ବରୁ ମଧ୍ୟ ଆମର 22 ତାରିଖ ଠାରୁ ଜ୍ଞାନ ବିଜ୍ଞାନ ମେଳା ପ୍ରୋସେସିଂ ଜାରି ରହିଛି ଏବଂ ଶିଶୁ ବର୍ଗ, ବାଳ ବର୍ଗ, କିଶୋର ବର୍ଗରେ ଏମିତି 300 ପିଲା ଆମର ପାର୍ଟିସିପେଟ୍ କରିଥିଲେ ଏବଂ ଶିଶୁ ବର୍ଗର ବିଜ୍ଞାନ ପ୍ରଶ୍ନମଞ୍ଚ, ବିଜ୍ଞାନ ପ୍ରୟୋଗ, ବିଜ୍ଞାନ ପତ୍ରବାଚନ, ଏମିତି ପ୍ରତି ବର୍ଗରୁ 3-3ଟା ପିଲା ସିଲେକ୍ଟ କରାଯାଇଛି। ସଂସ୍କୃତି ଜ୍ଞାନରୁ ମଧ୍ୟ ସେହିଭଳି ଶିଶୁ ବର୍ଗ, ବାଳ ବର୍ଗ, କିଶୋର ବର୍ଗରୁ ମଧ୍ୟ ସଂସ୍କୃତି ଜ୍ଞାନ, ବିଜ୍ଞାନ ପ୍ରଶ୍ନମଞ୍ଚ, ସବୁଥିରୁ 3-3 ଜଣ ସିଲେକ୍ଟ କରାଯାଇଛି ଏବଂ ବୈଦ୍ୟ ଗଣିତରୁ ମଧ୍ୟ ସେଭଳି 3-3 ଜଣ ସିଲେକ୍ଟ କରାଯାଇଛି। ସେମାନଙ୍କ ପାଇଁ କୌଣସି ପ୍ରାଇଜ୍ ରଖିଛନ୍ତି? ନିଶ୍ଚିତ ସମସ୍ତଙ୍କ ପାଇଁ ପ୍ରାଇଜ୍ ଅଛି, ଯେଉଁମାନେ ଚୟନ ହୋଇଛନ୍ତି ସମସ୍ତଙ୍କୁ ପ୍ରାଇଜ୍ ଅଛି।